ଭିଡ଼ିଓରେ ପିଲାମାନେ ଆମେ ସପ୍ତମ ଶ୍ରେଣୀର ପ୍ରଥମ ସମାପ୍ତି ସୂଚକ ଆକଳନ 2024ର ବିଷୟ ଓଡ଼ିଆ ବିଷୟ ଆଲୋଚନା କରିବା, ଯାହାର ସମୟ ତୁମର 90 ମିନିଟ୍, ପ୍ରଶ୍ନ ସଂଖ୍ୟା 9 ଏବଂ 50 ମାର୍କର ପ୍ରଶ୍ନ ଅଟେ। ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖ, ଯଦ୍ୱାରା କି ତୁମେ ଫୁଲ୍ରୁ ଫୁଲ୍ ମାର୍କ ରଖିପାରିବ। ପିଲାମାନେ 100% କରେକ୍ଟ ଆନ୍ସର ସହିତ ଆଜି ଆମେ ଡିସ୍କସନ୍ କରିବା। ଦେଖ, ପ୍ରଥମ ପ୍ରଶ୍ନରେ ଅଛି କ'ଣ ଦେଇଛି ଦେଖ, ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରକୁ ଗୋଲ ବୁଲାଅ ବୋଲି କହିଛି। ହେଲା, 5ଟି ପ୍ରଶ୍ନ ଦେବ, 5 ମାର୍କ। ପଥର ଉପରେ ପୂର୍ବ କାରିଗରମାନେ କ'ଣ ଆଙ୍କିଛନ୍ତି ବୋଲି କୁହାଯାଇଛି? ମୂର୍ତ୍ତି ନା ଛବି ନା ଫୁଲ ନା ଲୋକବାଣୀ? ଏହାର ଆନ୍ସର ହେବ ଛବି, ହେବ ତୁମର ଠିକ୍ ଆନ୍ସର। ନେକ୍ସଟ ଦେଖ ପିଲାମାନେ, ଖ ନମ୍ବର ପ୍ରଶ୍ନ ତୁମର କ'ଣ କହିଛି? ଖଣ୍ଡଗିରିର ଅନ୍ଧାର ଗୁହାରେ କିଏ ଅଛନ୍ତି ବୋଲି ଲୋକେ କହୁଛନ୍ତି? ଜୀବଜନ୍ତୁ, ତାପସ ସାଧକ, ସନ୍ନ୍ୟାସୀ ନା ଶିଳ୍ପୀମାନେ? ଆନ୍ସର ହେବ ତାପସ ସାଧକ। ନେକ୍ସଟ ଦେଖ, ପ୍ରଶ୍ନ ଅଛି କ'ଣ? ଇତିହାସ କାହାର ପ୍ରଚାର କରିନାହିଁ ବୋଲି କୁହାଯାଇଛି? ଖଣ୍ଡଗିରିର, ଦେଉଳର, ଗୁମ୍ଫାର ନା ଶିଳାଲିପିର? ଆନ୍ସର ହେବ ତୁମର ଶିଳାଲିପିର। ନେକ୍ସଟ ପ୍ରଶ୍ନ ଦେଖିବା, ମାତା ଯଶୋଦା ନିଜକୁ କ'ଣ ବୋଲି ଗାଳି କରିଛନ୍ତି? ମୁଁ ଡଙ୍କୁଣୀ, ହେଲା ଡଙ୍କୁଣୀ ବୋଲି କହିଛନ୍ତି। ନେକ୍ସଟ ଦେଖିବା, ଚାଲ, ତାରାମାନେ କୁ କବି କ'ଣ ବୋଲି କହିଛନ୍ତି? ଆଲୋକ, ଚନ୍ଦ୍ର, ପ୍ରଭାକର ନା ଜ୍ୟୋତିଷ୍କ? ଆନ୍ସର ହେବ ତୁମର ଜ୍ୟୋତିଷ୍କ। ନେକ୍ସଟ ଦେଖିବା, ଚାଲ, ତୁମର 2 ନମ୍ବର ପ୍ରଶ୍ନ, ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ପୁଣି ଠିକ୍ ଗୋଳ ବୁଲାଅ। ଏଇଟା ତ ପଦ୍ୟ ଗଲା, ଏବେ ଆମେ ଗଦ୍ୟର ଦେଖିବା। ଦେଖ, ପ୍ରଶ୍ନ କ'ଣ ଅଛି? ରାସ୍ତାରେ ସାଇକେଲ ଯିବା ବେଳେ କିପରି ଯିବା ଉଚିତ? ଆଗ ପଛ ହୋଇ ଯିବା ଉଚିତ। ନେକ୍ସଟ ଦେଖ ପିଲାମାନେ, ପ୍ରଶ୍ନ କ'ଣ ଅଛି ତୁମର? ସତ୍ୟ ଓ ସଂକଳ୍ପ ରକ୍ଷା କି ପ୍ରକାର ଶବ୍ଦ? ବିପରୀତ ବୋଧକ, ସମର୍ଥ ବୋଧକ ବାଚକ ନା ତ୍ରୁଟିଯୁକ୍ତ ନା ପ୍ରତିଶବ୍ଦ? ଆନ୍ସର ହେବ ତୁମର ସମାର୍ଥ ବାଚକ ଶବ୍ଦ ଅଟେ। ନେକ୍ସଟ ଦେଖିବା, ପ୍ରବନ୍ଧରେ କାହାକୁ ଦୁର୍ମତି ବୋଲି କୁହାଯାଇଛି? ରାବଣକୁ ଦୁର୍ମତି ବୋଲି କୁହାଯାଇଛି। ସୀତାଙ୍କୁ କିଏ କନ୍ୟା ତୁଲ ପାଳନ କରିଥିଲେ? ଏହାର ଆନ୍ସର ହେବ ତୁମର ବାଲ୍ମୀକି, ହେବ ଠିକ୍ ଉତ୍ତର। ନଚିକେତା ତୃତୀୟ ବରଟି କାହା ପାଇଁ ମାଗିଥିଲା? ସଂସାର, ଆତ୍ମଜ୍ଞାନ, ପିତା ନା କାହା ପାଇଁ ନୁହେଁ? ଏହି ପ୍ରଶ୍ନର ଆନ୍ସର ତୁମେ କମେଣ୍ଟ ସେକ୍ସନରେ କମେଣ୍ଟ କରିବ। ଦେଖିବା କେତେ ଜଣ ତୁମେ ଜାଣିଛ ପିଲାମାନେ ଏଇ 1 ନମ୍ବର ପ୍ରଶ୍ନର ଆନ୍ସର। ନେକ୍ସଟ ଦେଖିବା, ଚାଲ, ତୁମର କହିଛି କ'ଣ ଦେଖ, ନିର୍ଦ୍ଦେଶ ଅନୁସାରେ ଉତ୍ତର ଲେଖ। କ'ଣ କ'ଣ ନିର୍ଦ୍ଦେଶ ରହିଛି ଦେଖ ତୁମର? ଅଭ୍ୟାଗତ ମାନେ ଆସିଥିଲେ, ରେଖାଙ୍କିତ ବଚନ, ଅଭ୍ୟାଗତ ମାନେ ଲାଗିଛି। ଆନ୍ସର ହେବ ତୁମର ବହୁ ବଚନ, ହେବ ତୁମର ଠିକ୍ ଉତ୍ତର। ନେକ୍ସଟ ଦେଖ, ଜ୍ଞାନୀର ବିପରୀତ ଶବ୍ଦ ବୋଲି ପଚାରିଛି। ଅଜ୍ଞାନ ହେବ ପିଲାମାନେ, ଅଜ୍ଞାନୀ ହେବ ନାହିଁ, ହେଲା ଅଜ୍ଞାନ ଠିକ୍ ଉତ୍ତର ଅଟେ। ତିରୋଧାନର ଠିକ୍ ଉତ୍ତର କ'ଣ? ତିରୋଧାନ ହେବ, ହେଲା ତିରୋଧାନ। ନେକ୍ସଟ ଦେଖିବା, ବୃଦ୍ଧଙ୍କର ବିପରୀତ ଶବ୍ଦ ଲିଙ୍ଗ ପରିବର୍ତ୍ତନ କଲେ କ'ଣ ହେବ? ବୃଦ୍ଧା। ଦେଖିବା, ଚାଲ, ନିବାରଣ, ହେଲା ନିଶା ନିବାରଣ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ନିଶା ନିବାରଣ କରିବା ଉଚିତ, ବା ଆମ ଦେଶରେ ଲେଖିପାରିବ, ଆମ ଦେଶରେ ନିଶା ନିବାରଣ କରିବା ଉଚିତ। ନେକ୍ସଟ ଦେଖିବା, ଚାଲ, ପ୍ରଶ୍ନ କ'ଣ ଅଛି? କୀର୍ତ୍ତି ଗଦ୍ୟ ରୂପ ଅଛି, ହେଲା କୀର୍ତ୍ତି ହେବ ଆନ୍ସର। ନେତ୍ରର ପ୍ରତିଶବ୍ଦ ହେଉଛି ଚକ୍ଷୁ, ଆଖି। ପ୍ରସାଦ, ଦେଖ, ଗୋଟିଏ ପ୍ରସାଦ, ଭଗବାନଙ୍କର ଭୋଗ, ଆଉ ଗୋଟେ ପ୍ରାସାଦ କହିଲେ କୋଠାଘର, ଯେପରି ଆଜି ରାଜି, ସେହିପରି ନିରତି ଶବ୍ଦର ଏକ ସମତାନ ଶବ୍ଦ। ନିରତି ଶବ୍ଦର ନିରତି ପରତି। ଦେଖ, ଦ୍ରହୁପତା, ଅକ୍ଷର ଗୁଡ଼ିକୁ ସଜାଇ ଲେଖ। ହୃଦତାପ। ଯଦି ଭିଡ଼ିଓଟା ଭଲ ଲାଗୁଛି ନିଶ୍ଚିତ ଭାବେ ଗୋଟେ ଲାଇକ୍, ସମସ୍ତ ସାଙ୍ଗମାନଙ୍କୁ ସେୟାର କରିଦିଅ। ଚାଲ ଦେଖିବା, 5 ନମ୍ବର ପ୍ରଶ୍ନ ଗୋଟେ ଦେଇଛି। ଦେଖ, ଗୋଟିଏ କ'ଣ ଦେଇଛି? 5 ନମ୍ବର ପ୍ରଶ୍ନ ଗୋଟେ ଅନୁଚ୍ଛେଦ ଦେଇଛି। ଅନୁଚ୍ଛେଦ ପଢ଼ିକି ଆନ୍ସର ଦେଇଦେବ, ଆରାମସେ ଇଜି ଅଛି ତୁମର। ଦେଖ, କହିଛି କ'ଣ? ହାଣ୍ଡିଟି କେଉଁଠାରେ ଥୁଆ ହୋଇଥିଲା?
দেখ କହିତେ କ'ଣ ଅଛି ଦେଖ ଏବେ ତ ହାଣ୍ଡି ଆଣିଲା ଦିନଠାରୁ ମା ଜମାରୁ ଦୁଃଖ ଧନ୍ଦା କରିବାକୁ ଲାଗିନି। ଗାଁ ଯାକ ଅଷ୍ଟଦଣ୍ଡ ପାଠ ଭଳିଆ ଦାଣ୍ଡି ମାରୁଥାଏ। କେଉଁଠାରେ ଥାଏ ହାଣ୍ଡିଟି ନୀତି କ'ଣ ଉଲିଆ ଥୁଆ ହୋଇଛି। ଉଲିଆ ଥୁଆ ହୋଇଛି। କେଉଁମାନଙ୍କର ଛନ୍ଦମନ୍ଦ ନଥାଏ ବୋଲି କହିଛନ୍ତି। ସେ ତ ମାଇପ ଲୋକମାନଙ୍କର ମାଇପ ହେବାଠାରେ। ହାଣ୍ଡିଟିକୁ ଘରକୁ କିଏ ଆଣେ? ଦେଖ ତୁମର କ'ଣ ନିଜ ଏଇଟା ଶିକାର ହେବ। ହାଣ୍ଡିଟି କେଉଁଠାରେ ଥୁଆ ହେଇଥିଲା? ଶିକାର ହେବ। ଏଇଟା ଶିକାର ହେବ। ସରି ଏଇଟା ଶିକାର ହେବ ଆନ୍ସାର। ତା ମା ଘରେ ନଥାଏ। ଏବେ ତ ହାଣ୍ଡି ଆଣିଲା ଦିନଠାରୁ କ'ଣ କିଏ ସେ ପୁଅ ହେବ। ହାଣ୍ଡିଟି ଘରକୁ କିଏ ଆଣେ? ପୁଅ ଆଣେ। ନେକ୍ସଟ ଦେଖ ତୁମର କ'ଣ ଅଛି ତୁମର ଦୁଃଖ ଧନ୍ଦା କହିଲେ କ'ଣ ବୁଝାଉଛି? ଦୁଃଖ ଧନ୍ଦା କହିଲେ କ'ଣ ବୁଝାଉଛି କରିବ। ମା ଗାଁ ସାରା କିପରି ଦାଣ୍ଡି ମାରୁଥାଏ। ଦେଖ ଏବେ କହିଲା ପରା ମା ଗାଁ ସାରା ତୁମର ଏଇଟା କ'ଣ ଗାଁ ଯାକ ଅଷ୍ଟଦଣ୍ଡ ପାହାଟ ଭଳିଆ କ'ଣ ଅଷ୍ଟଦଣ୍ଡ ଏଇଟା 1 ନମ୍ବର ପ୍ରଶ୍ନର ଆନ୍ସାର ହେବ। ଅଷ୍ଟଦଣ୍ଡ ପାହାଟ ଭଳିଆ ତୁମର ମାରୁଥାଏ। ନେକ୍ସଟ ପ୍ରଶ୍ନ କ'ଣ ଦେଇଛି ଦେଖିବା। ଦେଖ ସରଳାର୍ଥ କ'ଣ ଦେଇଛି ଦେଖ ସପ୍ରସଙ୍ଗରେ ସରଳାର୍ଥ ଦେଖ ନେଳୁନାହିଁ କାହିଁ ପାଇଁ ତୋକଟ ଉଚ୍ଚତା ବନକାଣ୍ଟେ ଲାଗି ହୋଇ ମୃଦୁପାଦ ଚିନ୍ତା। କିମ୍ବା ତୁମର କ'ଣ ବିନିଷ୍ଟ ସରବସ୍ୱ ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ଉଭା ଗମ୍ଭୀରେ। ଏଇ ଦୁଇଟା ତୁମେ ଦେଖିବ ପିଲାମାନେ 100% ଏଥିରୁ ପ୍ରଶ୍ନ ଆସିବ। ନେକ୍ସଟ ଦେଖିବା ଚାଲ ସତୀ ସୀତାଙ୍କର ନୟନ ବାରି କାଳାନଳ ପ୍ରାୟ ଲଙ୍କାପୁରୀକୁ ଭସ୍ମ କରିଦେଲା। କିମ୍ବା ତୁମର କ'ଣ ତାଙ୍କୁ ସନ୍ନ୍ୟାସୀ କୁହାଯିବ ନାହିଁ ତ ଆଉ କାହାକୁ କୁହାଯିବ? ଏଇ ପ୍ରଶ୍ନ ଗୋଟେ ଦେଖିବ। ନେକ୍ସଟ ଦେଖ ତୁମର 8ମ ନମ୍ବର ପ୍ରଶ୍ନ ଜଳ ହିଁ ଜୀବନ। ଏହି ସମ୍ପର୍କରେ 5ଟି ବାକ୍ୟ। ଜଳ ଜୀବନ କିପରି ଲେଖିବ? କିମ୍ବା ଆମ ପରିବେଶ ବିଷୟଟି 5ଟି ବାକ୍ୟ ଲେଖ। ଆମ ପରିବେଶ ବିଷୟରେ ତୁମେ